ଧଳାଜହର କାରବାର ହବ୍ ଖୋର୍ଦ୍ଧା ସହର ପାଲଟିଥିବା ବେଳେ ପୁଲିସର ରୀତିମତ ଚଢ଼ଉ କରାଯାଇ ବ୍ରାଉନ୍ ସୁଗର ମାଫିଆଙ୍କୁ ଧରପକଡ଼ କରି ଜେଲ୍ ହାଜତକୁ ପଠାଇଥିଲା। ଫଳରେ ମାଫିଆମାନେ ଖୋର୍ଦ୍ଧା ସହର ଛାଡ଼ି ଗ୍ରାମାଞ୍ଚଳରେ କାରବାର କରିବା ସହ ଟାଙ୍ଗୀ ଅଞ୍ଚଳରେ କାୟା ବିସ୍ତାର କରି ଆସୁଥିଲେ। ଟାଙ୍ଗୀ ଅଞ୍ଚଳରେ ଧଳାଜହର କାରବାର ଫଳରେ ଯୁବପିଢ଼ି ପଥଭ୍ରଷ୍ଟ ହେଉଥିଲେ। ଏନେଇ ପୁଲିସରେ ବାରମ୍ବାର ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ଧଳାଜହର ମାଫିଆଙ୍କୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲା। ଟାଙ୍ଗୀ ଥାନା କୁହୁଡ଼ି ତଳଗଡ଼ ବେଣୀପଥର ନିକଟରେ ବ୍ରାଉନ୍ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖବର ପାଇଥିଲା ଟାଙ୍ଗୀ ପୁଲିସ। ଖବର ପାଇ ଟାଙ୍ଗୀ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ରେଡ୍ ଅଭିଯାନ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଚଣ୍ଡେଶ୍ୱର ବେଣୀପଥର ନିକଟରେ ଏକ ଭଙ୍ଗା କୁଡ଼ିଆରେ ଟାଙ୍ଗୀ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ କରି 11 ଗ୍ରାମ ବ୍ରାଉନ୍ ସୁଗାର ସହ 2 ମୋଟରସାଇକେଲ ଜବତ କରିଥିଲା। ଏହା ସହ ମାଫିଆମାନେ ବିକ୍ରି କରିଥିବା 40,000 ଟଙ୍କା ଏବଂ 2 ଗୋଟି ମୋବାଇଲ ଫୋନ୍ ଜବତ କରିଥିଲା ଟାଙ୍ଗୀ ପୁଲିସ। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ 1 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଟାଙ୍ଗୀ ଥାନା ପରିସରରେ ଏକ ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡିପିଓ ସଞ୍ଜୟ ପଟ୍ଟନାୟକ। ଗିରଫ 2 ଅଭିଯୁକ୍ତ ହେଲେ ନଜିଦ୍ ଖାଁ ଏବଂ ଅନିଲ ଜେନା। ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ତଦନ୍ତ କରୁଛି ଟାଙ୍ଗୀ ପୁଲିସ। ଚଢ଼ଉ ଜୋରଦାର ହେବ ବୋଲି ସୂଚନା ଦେଇଛନ୍ତି ଏସ୍ଡିପିଓ। ନିରାକାପୁର ବାଲୁଙ୍ଗା ମୋବାଇଲ ଟିଭି। ସୂତ୍ରରୁ ଆମେ ଖବର ପାଇଲୁ ବେନିପଥ ରୋଡ଼ ତଳଗଡ଼ କୁହୁଡ଼ି ଗୋଟେ ଚାଳ ଘର କୁଡ଼ିଆଟା ଆବାଣ୍ଡନ ହାଉସ୍ଟେ, ତ ସେଠି ବ୍ରାଉନ୍ ସୁଗାର ଆସିକି ବିକ୍ରି କରୁଛି ଏମିତି ବୋଲି ଖବର ମିଳିଲା। ତ ସେଇ କନସର୍ନରେ ଆଜ୍ ପର୍ ଡାଇରେକ୍ସନ୍ ଅଫ୍ ଏସ୍ପି ଖୋର୍ଦ୍ଧା ଆମର ଟିମ୍ ଫର୍ମେସନ୍ ହେଲା, ଯେଉଁଥିରେ କି ଲିଡ଼ିଂ କଲେ ଆମର ଇନ୍ସପେକ୍ଟର ରବୀନ୍ଦ୍ର କୁମାର ଭୁଜବଳ ଏବଂ ଆଡ଼ିସନାଲ୍ ଆଇଆଇସି ଅଛନ୍ତି ଶ୍ରଦ୍ଧା ନାୟକ, ଆଉ ଆମର ପ୍ରଫୁଲ୍ଲ କୁମାର ସାହୁ ସବ୍ ଇନ୍ସପେକ୍ଟର, ଆଉ ଆମର ଷ୍ଟାଫ୍ ମାନେ। ତ ଆମେ ଗଲା ପରେ ଯାଇକି ସେଠି 2 ଜଣ ପିଲାଙ୍କୁ ସେଠାରେ ଆପ୍ରିହେନ୍ସନ୍ କଲୁ। ଆଉ ସେଠି 2ଟା ମୋଟରସାଇକେଲ ବି ମିଳିଲା। ଦେନ୍ 2ଟା ପୁଡ଼ିଆ ବି ତାଙ୍କ ପାଖରୁ ସର୍ଚ୍ଚ କରାହେଲା ପରେ ମିଳିଲା, ଯେଉଁଥିରେ 11 ଗ୍ରାମ ବ୍ରାଉନ୍ ସୁଗାର ଥିଲା। ଦେନ୍ ତାଙ୍କ ପାଖରୁ 2ଟା ମୋବାଇଲ ଫୋନ୍ସ ମିଳିଲା। ଆଉ ତାପରେ ଆମର ଆଜ୍ ପର୍ ଫର୍ମାଲିଟିଜ୍ ତାଙ୍କର ସିଜର ତାଙ୍କଠୁ କରାଗଲା। ଆଉ ଯାହା ବି ଫର୍ମାଲିଟିଜ୍ କରିବା କଥା କରାହେଇକି ତାଙ୍କୁ ସିଜର କରାହେଇଛି। ଆଉ ସେମାନେ ଆଜି କୋର୍ଟ ଫରୱାର୍ଡ଼ କରାଯିବ। ଆଉ ସେମାନେ କେଉଁଠୁ ସେଇଟା ଆଣିଛନ୍ତି ପ୍ରୋକ୍ୟୁରମେଣ୍ଟ, ସୋର୍ସ ଅଫ୍ ପ୍ରୋକ୍ୟୁରମେଣ୍ଟ ସେଇଟା ବି ଅଣ୍ଡର ଭେରିଫିକେସନ୍ ଅଛି। ତ ଆକର୍ଡ଼ିଂଲି କ୍ୟାସ୍ ତାର 40,700 ସେଠୁ ସିଜର ହେଇଛି ମଧ୍ୟ ତାଙ୍କ ପାଖରୁ। ତ ସମସ୍ତ ଜିନିଷ ସିଜର ହେଇକି ଫର୍ମାଲିଟି ହେଇଛି, ଆଜି ପ୍ରଡକ୍ସନ୍ ହେବ ଆଉ ତାଙ୍କ ଏଗନେଷ୍ଟ ଲିଗାଲ ଆକ୍ସନ୍ ହେବ। ସେ ଆକ୍ୟୁଜ୍ 2 ଜଣ ନାଁ ଆମର ଯେଉଁ 2 ଜଣଙ୍କୁ ଧରା ହେଇଛି, ଗୋଟେ ହେଲା ଅନିଲ ଜେନା ଆଉ ଗୋଟେ ହେଉଛି ନଜିଦ୍ ଖାଁ। 2 ଜଣ ଆକ୍ୟୁଜ୍ ଯେଉଁମାନେ ଆପ୍ରିହେନ୍ସନ୍ ହେଇଛନ୍ତି। କୋର୍ଟ ଚାଲାଣ ଆଜି ହିଁ ହେବ। ସେମାନେ ଗୋଟେ ହେଉଛି ଆମର ଅନିଲ ଜେନା ହେଉଛି ପାରିଓରଡ଼ା, ଆଉ ନଜିଦ୍ ଖାଁ ସେ ହେଉଛି ଦୀକ୍ଷିତପଡ଼ାର। 2 ଜଣ ଆକ୍ୟୁଜ୍। ସେମାନେ ଏଇ ସେଇ ପାଖାପାଖି ଏରିଆରେ ବିକ୍ରି କରୁଛନ୍ତି। ସେମାନେ ପୁଡ଼ିଆ ହିସାବରେ ତାଙ୍କ ପଇସା ରଖିକି ଦେଉଛନ୍ତି। ଆଉ ସେଟା ଅଣ୍ଡର ଭେରିଫିକେସନ୍ ଅଛି, ଆଗରୁ କ'ଣ ଅଛି ଯେତିକି ଟଙ୍କାର ବ୍ରାଉନ୍ ସୁଗାର ଜବତ ହେବ ତାର ଆନୁମାନିକ। ଆଉ ତାଙ୍କ ରିମେନିଂ ଯେଉଁ ଆମର କ୍ୟାସ୍ ଟ୍ରାଞ୍ଜାକ୍ସନ୍ ଯେଉଁଟା କରିଥିଲେ ବିକ୍ରି କରିଦେଇଥିଲେ ଯେଉଁ 40,000, ସେଇଟା 40,700